ୱେଟ୍ ଲସ୍ ପାଇଁ ଆଉ ଜିମ୍ ଯିବାକୁ ପଡ଼ିବନି ଯେଉଁମାନେ ବି ବହୁତ ମୋଟା ଅଛନ୍ତି। ପୁରା ଥରକେ ତାଙ୍କ ଦୁଃଖ ଅବିକା ଦୂର ହେଇଯିବ। କାରଣ ଡକ୍ଟର୍ସ ରେଡି କ'ଣ କରିଛନ୍ତି ନା ଆପ୍ରୁଭାଲ୍ ପାଇଯାଇଛନ୍ତି ଓଜମ୍ପିକ୍ର ଜେନେରିକ୍ ଭର୍ସନ୍ ବନେଇବା ପାଇଁ। ତ ଯେତେବେଳେ ଫାଷ୍ଟ ଏ ଔଷଧଟା ମାର୍କେଟକୁ ଆସିଥିଲା କେବଳ ହଲିଉଡ୍ ବଡ଼ ବଡ଼ ସିଓ ବଲିଉଡ୍ ସେଲିବ୍ରିଟିସ୍ ମାନେ ହିଁ କ'ଣ କରୁଥିଲେ ଆକୁ ଆଫୋର୍ଡ କରିପାରୁଥିଲେ। ଗୋଟେ ଗୋଟେ ଇଞ୍ଜେକ୍ସନର ପ୍ରାଇସ୍ 25,000 30,000 ଥିଲା। ଅବିକା ଯେଉଁ ଜେନେରିକ୍ ଭର୍ସନ୍ ଆସିବ କୁହାଯାଉଛି 3,000ରୁ 4,000 ଟଙ୍କା ପଡ଼ିବ ପର୍ ପେନ୍। ଆଉ ଡକ୍ଟର୍ସ ରେଡି କହିଛନ୍ତି ଗୋଟେ ବର୍ଷରେ ସିଏ ପାଖାପାଖି 1 କୋଟିଟା ପେନ୍ ବିକିବେ ବୋଲି। ତ ଆପଣଙ୍କୁ କ'ଣ ଲାଗୁଛି? ତ ସୋସିଆଲ ମିଡ଼ିଆରେ ଯେଉଁ ସବୁବେଳେ କୁହାଯାଏ ଯେ ଜମା ବଡି ସେମ୍ କରିବା କଥା ନୁହେଁ, ସେମାନେ ଆଗେ ହିଁ କ'ଣ କରିବେ ନିଜେ ନିଜେ ଗୋଟେ ଓଜମ୍ପିକ୍ ନେଇଯିବେ, ପୁରା ଏକଦମ ପୁରା ବଡି ଫ୍ୟାଟ୍ ପରସେଣ୍ଟ ପୁରା 6% 7% କରିକି ପୁରା ରିପ୍ଡ ହେଇକି ବାହାରିବେ। ତ ଆପଣଙ୍କୁ କ'ଣ ଲାଗୁଛି ଯେ ଏଇ ଜିନିଷ ଆପଣ ବି କରିବେ ନା ନାଇଁ ଜିମ୍ ଯିବେ ଆକ୍ଚୁଆଲି ୱାର୍କଆଉଟ୍ କରିବେ, ଟିକେ ପ୍ରୋଟିନ୍ ଖାଲି ଖାଇବେ? କମେଣ୍ଟରେ ଜଣାନ୍ତୁ। ଆଉ ଯେଉଁ ସାଙ୍ଗ ପୁରା ୱେଟ୍ କରି ବସିଛି ଯେ ମାର୍କେଟକୁ ଆସିଲେ ମାନେ ଆଗେ ଡେଇଁ ପଡ଼ିବ ତାକୁ ଏ ଭିଡ଼ିଓଟା ସେୟାର କରିଦିଅନ୍ତୁ।